ସରକାରଙ୍କର ଦୁର୍ବଳତା କୋଉ ଆକାରରେ ଅଛି ଯାହାକି ଇଏ ହେଉଛି ତାଙ୍କୁ ପନିଶମେଣ୍ଟ ୱାର୍ଣ୍ଣିଂ। ରଥ ଚାଲିଲା ମାତ୍ର ହାଟେ ଗଲା ବର୍ଷ ବି ସେଇଆ, କିନ୍ତୁ ତ୍ରୁଟି ରହିଛି। ଦୀପ ମଧୁକୁ ପହଞ୍ଚିଗଲା ରାମ ପୂର୍ଣ୍ଣମୀ ଦିନ ଏବଂ କାଲି ଡାହିଆ ଖୋଲି ପଇଲା। ଭଗବାନ ସିମ୍ବଲ ଦେଖେଇଲେ, ଏ ଯେଉଁ ଲେଟ୍ କଲେ ନିଜେ ରହିଗଲେ ସିଂହଦ୍ୱାର ପାଖରେ 2 ଘଣ୍ଟା ମୁଭ୍ କଲେନି। ମାନେ ଦିଅ ଯାଇନାହାନ୍ତି ସିଂହଦ୍ୱାର ପାଖକୁ। ସେ କହିଲେ ଦିଅ ଆଜି ରହିଲେ ଦିଅ ଯିବେନି। ପ୍ରକୃତରେ ଠିକ ସିଂହଦ୍ୱାର ପାଖରେ ଦିଅ ରହିଗଲେ, ଦିଅ ମୁଭ୍ କଲେନି। କହିଲେ ଏ ସରକାର ପାପ ଭିତରେ ତମେ ବୁଡ଼ିଗଲାଣି, ମୁଁ ଯିବିନି। ରହିଲେ 2 ଆୱାର। ଏ ବର୍ଷ ଯେଉଁ ପରିସ୍ଥିତି ହେଇଛି ଧର୍ମ ଏସବୁ ଦେଖେଇଛି। ପୋଲିସ କର୍ଡନ ଭିତରେ ଯେତିକି ରହିବା କଥା 3 ଗୁଣ ପୋଲିସ ରଖାଯାଇଥିଲା। ଏବଂ ପ୍ରଥମ ଭଗବାନ ଦେଖେଇଲେ, ହେ ସରକାର ତମେ ପାପ ଭିତରେ ବୁଡ଼ି ଯାଇଛ। ଆରେ ଟାହିଆ ପୂର୍ବରୁ ପ୍ରଥମେ ଠାକୁରଙ୍କ ଦୀପ ଲିଭିଗଲା। ଆପଣମାନେ ଜାଣିଥିବେ 3 ମାସ 15 ଦିନ ତଳେ ମୁଖ୍ୟମନ୍ତ୍ରୀ ଯାଇଥିଲେ। ଦ୍ୱିତୀୟ ଟାହିଆ ଗଳି ପଇଲା, ମୁଁ ପ୍ରେଜେଣ୍ଟ ଅଛି। ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଙ୍କର ସବୁ ମନ୍ତ୍ରୀ, MP, ମୁଁ ସ୍ପଟରେ ଅଛୁ। ଠାକୁର ଯେତେବେଳେ ପହଣ୍ଡି ବିଜେ କଲେ ଗଳି ପଇଲା। ଦ୍ୱିତୀୟ ଦେଖେଇଲେ ଭଗବାନ ଜଗନ୍ନାଥ ଦେଖେଇଲେ, ମୋହନ ବାଜେ ତ୍ରୁଟି ରହୁଛୁ। ତୃତୀୟ ସେବାୟତମାନଙ୍କ ପ୍ରତି କିଛି ଗଭର୍ଣ୍ଣମେଣ୍ଟ ଦୁର୍ବଳତା ଦେଖେଇଛି। ସେମାନେ ଭାରି ଅସନ୍ତୁଷ୍ଟ ଥିଲେ। ସେ କହିଲେ, ମାନେ ଦିଅ ଯାଇନାହାନ୍ତି ସିଂହଦ୍ୱାର ପାଖକୁ। ସେ କହିଲେ ଦିଅ ଆଜି ରହିଲେ ଦିଅ ଯିବେନି। ପ୍ରକୃତରେ ଠିକ ସିଂହଦ୍ୱାର ପାଖରେ ଦିଅ ରହିଗଲେ, ଦିଅ ମୁଭ୍ କଲେନି। କହିଲେ ଏ ସରକାର ପାପ ଭିତରେ ତମେ ବୁଡ଼ିଗଲାଣି, ମୁଁ ଯିବିନି। ରହିଲେ 2 ଆୱାର। 12ଟାରେ ପହଣ୍ଡି ସରିବା କଥା, 3ଟା ସେଇଠି ବାଜିଲା। ମୁଁ ପ୍ରାକ୍ଟିକାଲ ଥାଏ। ତାପରେ ଦିଅ ଗଲେ 6ଟା ହେଇଗଲା ଘୋଡ଼ା ବାନ୍ଧିଲା ବେଳକୁ। 6ଟା ପରେ ରଥ ଚାଲିବା କଥା ନୁହଁ। ରଥ ଚାଲିଲା ବଳଦେବ ଠାକୁରଙ୍କର, ବଳଦେବଙ୍କର ଗଲା, ତାପରେ ମାଙ୍କର ଗଲା, ସୁଭଦ୍ରାଙ୍କର। ହାରାହାରି 6:45 7ଟା ବେଳକୁ ହାତେ ମାତ୍ର ଜଗନ୍ନାଥଙ୍କ ରଥ ଗଡ଼ିଛି। ତା ଭିତରେ ପୋଲିସ ସବୁ ରହିଯାଇଛନ୍ତି, ବିଶେଷତଃ କର୍ଡନ ମନ୍ଦିର ଚାରିପାଖେ। ଦୂରରେ ପୋଲିସ ରହିବା କଥା, ସେଭଳିଆ କିଛି ବ୍ୟବସ୍ଥା ମୁଁ କାହିଁ ଦେଖିପାରିଲିନି। ଏବଂ ଟ୍ରାଫିକ କଡ଼ାକଡ଼ି, ଅନ୍ୟ ସବୁ କଡ଼ାକଡ଼ି। ଏବଂ କେତେ ଗୁଡ଼ିଏ ତାଙ୍କର VIP ସରକାରଙ୍କର ଯେଉଁ ଆସିଥିଲେ ଦିଲ୍ଲୀ ଫିଲ୍ଲି ଚାରିଆଡ଼ୁ, ଏକ୍ସ ଗଭର୍ଣ୍ଣର, ଏକ୍ସ ମନ୍ତ୍ରୀ, ବିଜେପିର ଲିଡର ମାନେ, ସେଇମାନେ କେବଳ ବସିକିରି ଯାଉଥାନ୍ତେ। ମୁଁ ମୂଳରୁ ଥାଏ ସବୁବେଳେ, ଆଜି ନୁହଁ। ଘୋଡ଼ା ବାନ୍ଧା କେମିତି ଜଲ୍ଦି ହବ ସମସ୍ତେ ଚିହ୍ନିଛନ୍ତି। ଦଇତାପତିରୁ ଯେତେ ସେବାୟତ, ଭୋଇ ସେବାୟତ, ମହାରଣା ସବୁ ଚିହ୍ନିଛନ୍ତି। କେମିତି ଜଲ୍ଦି ହବ, ଚାର ଖୋଳିବ, କେମିତି ଶଙ୍କରାଚାର୍ଯ୍ୟ ଜଲ୍ଦି ଆସିଯିବେ, ପୁରୀ ମହାରାଜା ଆସିବେ। ମୁଁ ଥାଏ। ଆଉ ପୃଥ୍ୱୀ ମହାରାଜାଙ୍କ ପାଦ ଧୂଳି ସବୁବେଳେ ମିଶେନି। ଯେ ପୁରୀ ଆଙ୍କ ବାପାଙ୍କଠୁ ନିଏ, ଆଙ୍କଠୁ ବି ନେଇଛି। ଏବଂ ସେଠି ମୁଁ ଯାହା ଦେଖିଲି, ସରକାରଙ୍କର ଦୁର୍ବଳତା କୋଉ ଆକାରରେ ଅଛି ଯାହାକି ଇଏ ହେଉଛି ତାଙ୍କୁ ପନିଶମେଣ୍ଟ ୱାର୍ଣ୍ଣିଂ। ରଥ ଚାଲିଲା ମାତ୍ର ହାଟେ ଗଲା ବର୍ଷ ବି ସେଇଆ, କିନ୍ତୁ ତ୍ରୁଟି ରହିଛି। ଦୀପ ମଧୁକୁ ପହଞ୍ଚିଗଲା ରାମ ପୂର୍ଣ୍ଣମୀ ଦିନ ଏବଂ କାଲି ଡାହିଆ ଖୋଲି ପଇଲା।
भगवान सिंबल देखले ये जो लेट कले निजे रहीगले से द्वार पाखे 2 घंटा मुव कले। जदि आपंक आम भिडी भल लगा तेब आम चैनल को लाइक शेयर सब्सक्राइब करने को जमा भी भूलु नहीं।